ଭଲ ପାରା ଆପଣ ମାନଙ୍କୁ ସବୁ କରାଉଛି। ଏଟା ଜର୍ଛ ପାଖାପାଖି 2 ବର୍ଷ ହବ ମୋ ଘରେ ଯୋଡା ଯୋଡି ପଇଲେଣି। ଆଙ୍କର ପଠା ବି ପାଖାପାଖି 6। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣ ମାନେ କେମିତି ଅଛନ୍ତି? ଆପଣ ମାନେ ନିଶ୍ଚୟ ଭଲରେ ଥିବେ। ଆଜି ମୁଁ ମୋ କିଛି ବାଡିର ଯୋଡା ପାରା ଆପଣ ମାନଙ୍କୁ ସବୁ କରେଇବି। ଆପଣ ମାନେ ଭିଡିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ। ଚ୍ୟାନେଲଟିକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରନ୍ତୁ। ଜୟ ଜଗନ୍ନାଥ। ଭାଇ ମାନେ, ଏଇଟା ମୋର ପ୍ରଥମ କଲଦୁମା ଯୋଡା ଆପଣ ମାନଙ୍କୁ ସବୁ କରଉଛି। ଆପଣ ମାନେ ଦେଖନ୍ତୁ। ଏଟା ମୋର ବାଡିରେ ଏଟା ପାଖାପାଖି 3 ବର୍ଷ ଖଣ୍ଡ ହେଲାଣି ଯୋଡା ରହିଛନ୍ତି। ଆପଣ ମାନଙ୍କୁ ସବୁ କରଉଛି। ଦେଖନ୍ତୁ, ଏଟା ଫିମେଲ ଟି। ଫିମେଲ ର ଷ୍ଟାଣ୍ଡିଂ ଦେଖନ୍ତୁ। ଏଟା ମେଲ ଟି। ମେଲ ର ବି ଷ୍ଟାଣ୍ଡିଂ ଆପଣ ମାନଙ୍କୁ ଦେଖଉଛି, ଦେଖନ୍ତୁ। ଭାଇ ମାନେ, ଏଇଟା ମୋର ସେକେଣ୍ଡ କଲଦୁମା ଯୋଡା। ଆଉ ଆପଣ ମାନଙ୍କୁ ସବୁ କରଉଛି। ଆପଣ ମାନେ ଦେଖନ୍ତୁ, ମାଝିର ଟିକେ ଗୋଡ ବଙ୍କା ଅଛି, ପୋଲିଓ ଟାଇପ ର ଅଛି, କିନ୍ତୁ ଏଇ ଯୋଡାଟା ମୋର ଭଲ ବି ରେଜଲ୍ଟ ଦଉଛନ୍ତି। ଏ ପାଖାପାଖି 2 ବର୍ଷ ହବ ମୋ ଘରେ ଯୋଡା ଯୋଡି ପଇଲେଣି। ଆଙ୍କର ପଠା ବି ପାଖାପାଖି 6 ଘଣ୍ଟା ଏଭବ ଉଡୁଛନ୍ତି। ଆପଣ ମାନଙ୍କୁ ସବୁ କରଉଛି ଛାଡିକି ଫିମେଲ ଟିକୁ। ଫିମେଲ ର ଟିକେ ଗୋଡ ବଙ୍କା ଅଛି, ଦେଖନ୍ତୁ। ତଥାପି ବ୍ରିଡିଂ କରିବାରେ ତାର କିଛି ବି ଅସୁବିଧା ନାହିଁ। ତାର ଛୋଟ ବେଳୁ ଏଟା ପୋଲିଓ। ମେଲ ଟା ଆପଣ ମାନଙ୍କୁ ସବୁ କରଉଛି। ମେଲ ର ବି ଷ୍ଟାଣ୍ଡିଂ ଆପଣ ମାନେ ଦେଖନ୍ତୁ। ମେଲ ଫିମେଲ ର ଯୋଡା ଭଲ ବି ରେଜଲ୍ଟ ମୋ ଘରେ ଦେଲେଣି। ଆପଣ ମାନଙ୍କୁ ସବୁ କରଉଛି। ଆପଣ ମାନେ ଦେଖନ୍ତୁ। ଭାଇମାନେ, ମୁଁ ଆପଣ ମାନଙ୍କୁ ମୋର ତୃତୀୟ ବ୍ରିଡର ଦେଖଉଛି। ଆପଣ ମାନେ ସବୁ କରନ୍ତୁ। ଆଲାବାଦ୍ର ନସଲ ଏଇଟା କଲ୍ପରେ କଲଦୁମା। ଫିମେଲ ଟା ଛୋଟ ସାଇଜ ର ଫିମେଲ ଅଛି। ମେଲ ଟି ହେଲା କଲସିରା। ଆପଣ ମାନଙ୍କୁ ସବୁ କରଉଛି। ଦେଖନ୍ତୁ, ମୁଁ ଆପଣ ମାନଙ୍କୁ ବି ଛାଡିକି ଦେଖଉଛି। ଆର ପଠା ବି ବହୁତ ମୋ ଘରେ ଏଇ ବର୍ଷ ଭଲ ରେଜଲ୍ଟ ଦେଇଛନ୍ତି। ଆପଣ ମାନଙ୍କୁ ଭିଡିଓଟାର ସବୁ କରଉଛି। ଆପଣ ମାନେ ଦେଖନ୍ତୁ। ମେଲଟିର ଷ୍ଟାଣ୍ଡିଂ ଦେଖି ଆପଣ ମାନେ ଜାଣିପାରୁଥିବେ। ଭାଇ ମାନେ, ମୁଁ ଆପଣ ମାନଙ୍କୁ ଆଉ ଗୋଟେ ମୋର ଭିଡିଓରେ ଦେଖଉଛି। ଏଇଟା କଲ୍ପରେ କଲଧୁମା ଫିମେଲ ଟି। ଆଉ ଏଇଟା ହେଲା ନାଲଦୁମା। ଆର ଯେହେତୁ ଫିମେଲ ଟି ମରିଯାଇଛି, ସେଥିପାଇଁ ମୁଁ ଆ ସାଙ୍ଗେ ବ୍ରିଡିଂ କରଉଛି। ଆର ବି ପଠା ବି ବହୁତ ଭଲ ଉଡୁଛନ୍ତି। ଆପଣ ମାନଙ୍କୁ ସବୁ କରଉଛି। ଆପଣ ମାନେ ଦେଖନ୍ତୁ ବ୍ରିଡର ଟାକୁ। ଆପଣ ମାନଙ୍କୁ ଛାଡିକି ଏଟା ଫିମେଲ ଟା ଛାଡୁଛି। ଆପଣ ମାନେ ଦେଖନ୍ତୁ। ଫିମେଲ ର ଷ୍ଟାଣ୍ଡିଂ ଟା ବି ଦେଖନ୍ତୁ। ମେଲ ବି ଆପଣ ମାନଙ୍କୁ ଦେଖଉଛି, ଦେଖନ୍ତୁ। ଏ ଯୋଉ ସେ ଫିମେଲ ଟା ଆକ୍ଚୁଆଲି ମୋର ଘର ପଠା। ଆଉ ଏଇଟା ମୁଁ ଆଣିଥିଲି, ସେଟା କିନ୍ତୁ ମୋ ଘର ପଠା। ମୋ ଘରେ ପାଖାପାଖି 6 ଘଣ୍ଟା ଏଭବ ଉଡିଛି ସେ ଫିମେଲ ଟି। ମେଲ ଟି ମୁଁ ଆଣିଥିଲି ଆଲାବାଦ ରୁ। ଆପଣ ମାନେ ସବୁ କରନ୍ତୁ। ଭାଇ ମାନେ, ଆଉ ଗୋଟେ ଆପଣ ମାନଙ୍କୁ ଯୋଡାର ସବୁ କରଉଛି। ଆପଣ ମାନେ ଦେଖନ୍ତୁ। କମାଗର ମେଲ ଏଇଟା ଛୋଟ ସାଇଜ ର ମେଲ ଅଛି। ଯେହେତୁ ପାରା କୁଲଚି ହେଇଯାଇଛି, କିନ୍ତୁ ଗୋଟାଏ ଦୁମ ର ପାରା। ଆଉ ପାରାଟା କୁର୍ଚି ହେଇଯାଇଛି। ଏଇଟା ଟେଡି ଫିମେଲ। ଇଏ ଗୋଟେ ଯୋଡା ମୋର। ଆର ବି ପଠା ନେଇଥିଲି ଆର ବର୍ଷ, ଭଲ ଉଡିଥିଲେ। ଆର ପଠା ଗୋଟେ କଟିଗଲା। ତଥାପି ଆପଣ ମାନଙ୍କୁ ସବୁ କରଉଛି। ଆପଣ ମାନେ ଦେଖନ୍ତୁ। ଛୋଟ ସାଇଜ ର ମେଲ ଫିମେଲ ଅଛନ୍ତି। ଏଟା ଫିମେଲ ଟା ଆପଣ ମାନଙ୍କୁ ଟେଡି ଫିମେଲ ଟା ଛାଡିକି ଆପଣ ମାନଙ୍କୁ ଦେଖେଇଲି। ଦେଖନ୍ତୁ ତାର ଷ୍ଟାଣ୍ଡିଂ ର କ୍ୱାଲିଟି ଦେଖନ୍ତୁ। ମେଲ ଟି ବି ଆପଣ ମାନେ ଦେଖନ୍ତୁ। କମାଗର ମେଲ ର ଷ୍ଟାଣ୍ଡିଂ ଟା ଆପଣ ମାନେ ଦେଖନ୍ତୁ। ଛୋଟ ସାଇଜ ପାରା ହେଲେ ବି, ଛୋଟ ସାପ ଯୋଉ କହନ୍ତି ବଡ ମାନେ ବହୁତ ବିଷ, ଏ ସେଇ ଟାଇପ ର ପାରା। ଆପଣ ମାନେ ସବୁ କରନ୍ତୁ। ପାରା ଟିକେ କୁଲଚିରେ ଅଛି, କିନ୍ତୁ ପାରାର କ୍ୱାଲିଟି ଦେଖି ଆପଣ ମାନେ ଜାଣିପାରିବେ। ସାଙ୍ଗମାନେ, ମୁଁ ଆଉ ଗୋଟେ ଆପଣ ମାନଙ୍କୁ ଯୋଡାର ସଉକ କରଉଛି। ଆପଣ ମାନେ ଦେଖନ୍ତୁ। ଏଇଟା କଲଧୁମା ମେଲ। ଏଇଟା ହେଲା ଜିରାର ଫିମେଲ। ଆପଣ ମାନଙ୍କୁ ସବୁ କରୁଛି। ଏଇଟା ମୁଁ ପଠା ବେଳେ ଦିଟାକୁ ଆଣିଥିଲି ଆହ୍ଲାବାଦ ରୁ।
ଆମ ଘରେ ବି ଭଲ ରେଜଲ୍ଟ ଦେଇଛି ମେଲ୍ ଟି। ପାଖାପାଖି 7 ଘଣ୍ଟା ଖଣ୍ଡେ ଉଡିଛି। ଫିମେଲ ଟି 5 ଘଣ୍ଟା ଉଡିକି ରହିଥିଲା। ଆପଣ ମାନଙ୍କୁ ସଉ କରଉଛି। ଆପଣ ମାନେ ଦେଖନ୍ତୁ ଫିମେଲ ର କ୍ୱାଲିଟି ଟା ଦେଖନ୍ତୁ। ଫିମେଲ ର ଷ୍ଟାଣ୍ଡିଂ ଆପଣ ମାନେ ଦେଖନ୍ତୁ। ମେଲ୍ ଟା ବି ଆପଣ ମାନଙ୍କୁ ଦେଖଉଛି। ମେଲ୍ ର ବି ଷ୍ଟାଣ୍ଡିଂ ଦେଖନ୍ତୁ ଆପଣ ମାନେ। ଏଇ ବର୍ଷର ଏଇଟା ଯୋଡା ହବ। ଆପଣ ମାନଙ୍କୁ କେମିତି ଲାଗିଲା କମେଣ୍ଟ ନିଶ୍ଚୟ କରିବେ। ଆଉ ଚ୍ୟାନେଲଟିକୁ ଲାଇକ୍ କମେଣ୍ଟ ସେୟାର ନିଶ୍ଚୟ କରିବେ। ଭାଇମାନେ ଆପଣ ମାନଙ୍କୁ ଗୋଟେ ନିଲଦୁମାର ଯୋଡା ସଉକ କରଉଛି। ଆପଣ ମାନେ ଦେଖନ୍ତୁ ଏଇଟା ଫିମେଲ ଅଛି। ଏଇଟା ମୋ ଘରେ ପାଖାପାଖି 5 ଘଣ୍ଟା ଭଳିଆ ଉଡିଛି। ମେଲ ଟା ବି ମୋ ଘରେ ଉଡିଛି ପାଖାପାଖି 5 ଘଣ୍ଟା 5.5 ଘଣ୍ଟା ହବ। ଆପଣ ମାନଙ୍କୁ ସଉକ କରଉଛି। ଆପଣ ମାନେ ଦେଖନ୍ତୁ। ଏଇଟା ଫିମେଲ ଟାକୁ ଛାଡିକି ଆପଣ ମାନଙ୍କୁ ଦେଖନ୍ତୁ। ଫିମେଲ ଷ୍ଟାଣ୍ଡିଙ୍ଗ ଦେଖନ୍ତୁ। ଫିମେଲ ଷ୍ଟାଣ୍ଡିଙ୍ଗ ଦେଖନ୍ତୁ ଆପଣ ମାନେ। ଫିମେଲ ଟି ବଢିଆ ମୋ ଘରେ ବି ରେଜଲ୍ଟ ଦେଇଥିଲା। ତା ପଠା ବି ମୋ ଘରେ ପାଖାପାଖି 2 ଘଣ୍ଟା ରୁ 3 ଘଣ୍ଟା ମାନେ ଯେତେବେଳେ ଜିରୋ କଲିରେ ବି ଉଡୁଥିଲେ ମାନେ ଷ୍ଟାର୍ଟିଂ ରୁ ଉଡାନ୍ତି। ଏଇଟା ମେଲ ଟା ବି ଆପଣ ମାନଙ୍କୁ ସଉକ କରଉଛି। ମେଲ ଟା ବି ଆପଣ ମାନେ ସଉକ କରନ୍ତୁ। ଆପଣ ମାନଙ୍କୁ ମୋ ଭିଡିଓ କେମିତି ଲାଗିଲା ନିଶ୍ଚୟ ଆପଣ ମାନେ କମେଣ୍ଟ ଦେବେ। ଭାଇ ମାନେ ଆପଣ ମାନଙ୍କୁ ଆଉ ଗୋଟେ ମୋର କଲଦୁମାର ଯୋଡାର ସଉକ କରଉଛି। ଆପଣ ମାନେ ଦେଖନ୍ତୁ ଏଇଟା ଫିମେଲ ଅଛି କଲଦୁମା ଫିମେଲ। ଏଇଟା ବି ଆହ୍ଲାବାଦ ରୁ ଆଣିଥିଲି। ଏଇଟା କଲଧୁମା ମେଲ ଅଛି। ଆଉ ଏଇଟା ବନ୍ଧୁମ ଅଛି ଆପଣ ମାନେ ସଉକ କରନ୍ତୁ। ଯେହେତୁ ଯୋଡାଇ ପାରା ଧରି ବନ୍ଧୁମ ଅଛି। ଆପଣ ମାନଙ୍କୁ ସଉକ କରଉଛି ଦେଖନ୍ତୁ। ଫିମେଲ ଟି ର ଷ୍ଟାଣ୍ଡିଙ୍ଗ ଆପଣ ମାନେ ଦେଖନ୍ତୁ। ଆଉ ମେଲ ଟା ବି ଆପଣ ମାନଙ୍କୁ ଛାଡିକି ଦେଖଉଛି। ମେଲ ର ବି ଷ୍ଟାଣ୍ଡିଙ୍ଗ ଆପଣ ମାନେ ଦେଖନ୍ତୁ। ତାଙ୍କ ଏଇ ମାନେ ଏଇ ଯୋଡାରେ ବି ପଠା ଆର ବର୍ଷ ନେଇଥିଲି ଭଲ ରେଜଲ୍ଟ ଦେଇଥିଲେ। ଆପଣ ମାନେ ସଉକ କରନ୍ତୁ। ଭାଇ ମାନେ ଆପଣଙ୍କୁ ଆଉ ଗୋଟେ ଯୋଡା ଆପଣ ମାନଙ୍କୁ ସଉକ କରଉଛି। ଆପଣ ମାନେ ଦେଖନ୍ତୁ କଲସିରା ଫିମେଲ ବେଦା କଲଦୁମା ମେଲ। ଏଟା ବେଦା କଲଧୁମା ମେଲ। ଆଉ ଏଇଟା ଏଇ ବର୍ଷ ଯୋଡି ପଡିବ। ଆପଣ ମାନଙ୍କୁ ସଉକ କରଉଛି। ଆପଣ ମାନେ ଦେଖନ୍ତୁ। କଲସିରା ଫିମେଲ ର ସଉକ କରଉଛି। ଆପଣ ମାନେ ତା ଷ୍ଟାଣ୍ଡିଙ୍ଗ କ୍ୱାଲିଟି ଦେଖନ୍ତୁ। ଆଉ ମେଲ ଟେ ବି ଆପଣ ମାନଙ୍କୁ ଛାଡିକି ଦେଖଉଛି ଏଟା ବେଦା କଲଧୁମା। ତାର ବି ଷ୍ଟାଣ୍ଡିଙ୍ଗ ଆପଣ ମାନେ ଦେଖନ୍ତୁ। ତାର ଷ୍ଟାଣ୍ଡିଙ୍ଗ ଆପଣ ମାନେ ଦେଖନ୍ତୁ ଆଉ ସଉକ କରନ୍ତୁ। ଭାଇ ମାନେ ଆପଣ ମାନଙ୍କୁ ଆଉ ଗୋଟେ ମୋର କଲଧୁମା ପେୟାର ଦେଖଉଛି। କଲଧୁମା ଫିଡର ଆପଣ ମାନେ ସଉକ କରନ୍ତୁ। ଆଉ ମୋର ଏଇଟା ଫିମେଲ ଟି କଲଧୁମା ଫିମେଲ ଆପଣ ମାନଙ୍କୁ ଛାଡିକି ସଉକ କରଉଛି। ବର୍ଷା ତ କଟକରେ ବହୁତ ହଉଛି। ତଥାପି ଆପଣ ମାନଙ୍କୁ ସଉକ କରଉଛି। ଏଇଟା ମେଲ ଟି ଆପଣ ମାନେ ଦେଖନ୍ତୁ। ଆପଣ ମାନେ ଯୋଡା କେମିତି ଲାଗିଲା ଆପଣ ମାନେ ନିଶ୍ଚୟ କହିବେ। ଏଇଟା ମୋ ଘରର ଫିମେଲ ରହୁଛି। ମେଲ ଟି ବି ମୋ ଘର ପଠା। ଆପଣ ମାନଙ୍କୁ ଦେଖଉଛି। ଆପଣ ମାନେ ଦେଖନ୍ତୁ। ଭାଇ ମାନେ ଆପଣଙ୍କୁ ଆଉ ଗୋଟେ ଆହ୍ଲାବାଦ ର ସବୁଠୁ ଭଲ ପାରା ଆପଣ ମାନଙ୍କୁ ସଉକ କରଉଛି। ଏଇଟା ଜର୍ଛକ ଫିମେଲ ଆପଣ ମାନେ ସଉକ କରନ୍ତୁ। ରେଡ ଆଇଜ ଆଉ ଆପଣ ମାନେ ସଉକ କରନ୍ତୁ। ଏଇଟା ହେଲା ମେଲ ଟି। ଏଇଟା ହେଲା ଫିମେଲ ଟି। ଏଇଟା ଯୋଡା ଟା ଆପଣ ମାନଙ୍କୁ ସଉକ କରଉଛି। ଫିମେଲ ର ଷ୍ଟାଣ୍ଡିଙ୍ଗ ଦେଖନ୍ତୁ। ଏ ଫିମେଲ ଟି ଆର ବର୍ଷ ପାଖାପାଖି ମୋ ଘରେ 5 ଘଣ୍ଟା ଭଳିଆ ଉଡିଛି। ମେଲ ଟି ବ୍ରିଡିଙ୍ଗ ପାଇଁ ଏଇ ବର୍ଷ ପଡିବ ଆପଣ ମାନେ ଦେଖନ୍ତୁ। ଏଇ ଯୋଡା ଟା କେମିତି ଆପଣ ମାନଙ୍କୁ ଲାଗିଲା ଆପଣ ମାନେ ନିଶ୍ଚୟ କମେଣ୍ଟ କରିବେ। ଆଉ ଭିଡିଓରେ ବି ତ ସବୁ ଯୋଡା ଦେଖେଇ ହଉନି ଆଉ ବହୁତ ଯୋଡା ରହିଲେଣି ଭିଡିଓ ଟି ବହୁତ ଲଙ୍ଗ ହେଇଯାଉଛି। ଆଉ ଆର ଭିଡିଓରେ ଆପଣ ମାନଙ୍କ ପାଇଁ ଆଉ କିଛି ପାରାର ସଉକ କରେଇବି। ଆପଣ ମାନେ ଭିଡିଓଟିକୁ ଫାଷ୍ଟ ରୁ ଲାଷ୍ଟ ଯାଏ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।